ପୁଷ୍ପପୁରରେ ବର୍ଷାବରଣ। ପ୍ରାବନ୍ଧିକ ହେଉଛନ୍ତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଯିଏକି ଜଣେ ଏକଧାରାରେ ଐତିହାସିକ ପ୍ରତ୍ନତତ୍ତ୍ୱ, କିମ୍ବଦନ୍ତୀ, ସଂସ୍କୃତି ଓ ସାହିତ୍ୟ ଯଦି କୌଣସି ଲେଖକର ଲେଖନୀରେ ଏକମାତ୍ର ସହାବସ୍ଥାନ କରିଥାନ୍ତି, ସେ ଆଉ କେହି ନାହାନ୍ତି, ସେ ହେଉଛନ୍ତି ପ୍ରଫେସର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ମୋ ସମୟର ଓଡ଼ିଶା ଜଣେ ଖ୍ୟାତନାମା ଐତିହ୍ୟ ସାହିତ୍ୟିକ ଭାବରେ ସେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ। ଓଡ଼ିଆ ଜାତିର ଆତ୍ମା ପ୍ରତି ଚିରପ୍ରଣତ କୃଷ୍ଣଚନ୍ଦ୍ର ଜାତୀୟ ଜୀବନର ମନୋମୁଖୀ ଜ୍ୟୋତିକୁ ସର୍ଜସ୍ୱଳ କରିବା ପାଇଁ ଇତିହାସକୁ ଜୀବନ୍ତ କରିଛନ୍ତି। ତାଙ୍କ ରଚିତ ଜନ୍ମଭୂମି, ପୁଷ୍ପପୁରରେ ବର୍ଷାବରଣ, ସ୍ୱର୍ଣ୍ଣଦୀରେ ସ୍ୱପ୍ନ, ରାଜଗୃହ, କନ୍ୟାକୁମାରୀ ନାଟକ ଆଦି ପ୍ରବନ୍ଧ ଆଦି ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ହୀରାନୀଳା ଓ ପ୍ରବନ୍ଧମାନସ ପୁସ୍ତକ ବ୍ୟତୀତ ଓଡ଼ିଶା ଇତିହାସ ଓ କିମ୍ବଦନ୍ତୀ, ମୋ ସମୟର ଓଡ଼ିଶା ପ୍ରଭୃତି ଉଚ୍ଚକୋଟୀର ଗ୍ରନ୍ଥମାନ। ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମୟୂରଭଞ୍ଜ ଜିଲ୍ଲାର ଖେଚିଂଠାରେ ଜନ୍ମଗ୍ରହଣ କରିଥିଲେ। କେବେ ନା 1929 ମସିହାରେ। କେବେ ନା 1929 ମସିହାରେ ମୟୂରଭଞ୍ଜର ଖେଚିଂଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ରଚନା ଗୁଡ଼ିକ କ'ଣ ନା ଜନ୍ମଭୂମି, ପୁଷ୍ପପୁରରେ ବର୍ଷାବରଣ, ସ୍ୱର୍ଣ୍ଣଦୀରେ ସ୍ୱପ୍ନ, ରାଜଗୃହ, କନ୍ୟାକୁମାରୀ, ନଟରାଜ ଆଦି ପ୍ରବନ୍ଧ ସାହିତ୍ୟର ହୀରାନୀଳା ସଦୃଶ। ତା ସହ ପ୍ରବନ୍ଧମାନସ ପୁସ୍ତକ ହେଲା ଓଡ଼ିଶା ଇତିହାସ ହେଲା, ଇତିହାସ ଓ କିମ୍ବଦନ୍ତୀ ହେଲା, କି ମୋ ସମୟର ଓଡ଼ିଶା ହେଲା ତାଙ୍କର ଉଚ୍ଚକୋଟୀର ଗ୍ରନ୍ଥମାନ। ତାପରେ ଆମେ ଦେଖିବା ଯେ ତାଙ୍କର ଜନ୍ମ ହୋଇଥିଲା 1929 ମସିହାରେ ଏବଂ ତିରୋଧାନ ହୋଇଥିଲା ବା ସୁଯୋଗ୍ୟ ସନ୍ତାନକୁ ହରାଇଥିଲା ଉତ୍କଳ ଜନନୀ କେବେ ନା 1982 ମସିହାରେ। ତାପରେ ଏହି ପ୍ରବନ୍ଧର ସାରମର୍ମଟି କ'ଣ? ତ ଯଦି ଆମେ ଦେଖିବା କ'ଣ ହେଇଛି ନା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଯେତେବେଳେ ପୁଷ୍ପପୁରରେ ଥିଲେ ବା ଆଧୁନିକ ପାଟନାରେ ଥିଲେ, ସେତେବେଳେ କ'ଣ ହେଇଥିଲା ନା ସେଠାରେ ବର୍ଷା ହେଉଥିଲା। ତ ବର୍ଷାକୁ ଓଡ଼ିଶାକୁ ପଠାଇଛନ୍ତି ସେ, କାହିଁକି ନା ଓଡ଼ିଶାରେ ହାହାକାର ପଡ଼ିଛି, ଓଡ଼ିଶାରେ ଜଳର ଅଭାବ ଅଛି, ତେଣୁ ସେ ବର୍ଷାକୁ ପଠାଇଛନ୍ତି। ଯେପରି ଭାବରେ ମେଘଦୂତ କାବ୍ୟରେ କାଳିଦାସ ମେଘକୁ ଦୂତ କରି ପଠାଇଛନ୍ତି ବିରହୀ ଯକ୍ଷର ଚିଠି ଅଳକାପୁରୀରେ ଥିବା ପ୍ରିୟ ପାଖକୁ, ଠିକ୍ ସେହିପରି ଭାବରେ ପ୍ରାବନ୍ଧିକ ମଧ୍ୟ ସେହି ପରମ୍ପରାକୁ ଅନୁସରଣ କରି କ'ଣ କରିଛନ୍ତି ନା ନିଜ ମାତୃଭୂମିର ଗୌରବ ଉଜ୍ଜ୍ୱଳ ଅତୀତ ଅବହେଳିତ ବର୍ତ୍ତମାନକୁ ବର୍ଣ୍ଣନା କରିଛନ୍ତି। ତ ଭାରତୀୟ ସାହିତ୍ୟ ପରମ୍ପରାରେ ମେଘର କଲ୍ୟାଣମୟ ରୂପ ବର୍ଣ୍ଣନା ଅତୀବ ପ୍ରାଚୀନ। ମହାକବି କାଳିଦାସ ତାଙ୍କ ମେଘଦୂତମରେ ମେଘକୁ ଦୂତ କରି ତା ହାତରେ ବିରହୀ ଯକ୍ଷର ଚିଠି ଅଲକାପୁରୀରେ ପ୍ରିୟା ପାଖକୁ ପଠାଇଥିଲେ। କେଉଁଠି ନା କାଳିଦାସ ମେଘଦୂତମ କାବ୍ୟରେ ମେଘକୁ ଦୂତ ହିସାବରେ ପଠାଇଥିଲେ। ଠିକ୍ ସେହିପରି ପୁଷ୍ପପୁରରେ ବର୍ଷାବରଣରେ ମଧ୍ୟ ମେଘକୁ ଦୂତ କରି ପଠାଇଛନ୍ତି, ଅର୍ଥାତ୍ ବର୍ଷା କରିବା ପାଇଁ। ତ ପ୍ରାବନ୍ଧିକ ସେହି ପରମ୍ପରାକୁ ଅନୁସରଣ ବର୍ଷା ଆଗରେ ନିଜର ମାତୃଭୂମିର ଗଜ୍ଜ୍ୱଳ ଅତୀତକୁ ବର୍ଣ୍ଣନା କରୁଛନ୍ତି। ପହିଲି ବର୍ଷାର ସ୍ନିଗ୍ଧ କଜ୍ଜ୍ୱଳ କାନ୍ତି କୋମଳ କଜ୍ଜ୍ୱଳ କାନ୍ତି ରୂପକୁ ପୁଷ୍ପପୁରରେ ଆନନ୍ଦ ଲହରୀ ସୃଷ୍ଟି କରିଛି ସେ ବର୍ଷା। ମଙ୍ଗଳମୟ ମଧୁମୟ ବର୍ଷାର ଶୁଭ ଆଗମନ, ଅର୍ଥାତ୍ ସେହି ବର୍ଷାର ଆଗମନ ଫଳରେ ଶୁଭ ଶଙ୍ଖ ବାଜି ଉଠିଛି। କାରଣ ତାହାର ସ୍ପର୍ଶରେ ପୁଷ୍ପପୁର ଅଚିରେ ସଜୀବ ଶ୍ୟାମଳ ହୋଇଉଠିବ। ଯାହାଫଳରେ କ'ଣ ହେବ ନା ପୁଷ୍ପପୁର ସବୁଜ ଶ୍ୟାମଳରେ ପରିପୂର୍ଣ୍ଣ ହୋଇଉଠିବ। ଲେଖକ ବର୍ଷାକୁ ପୁଣି ସମ୍ବୋଧନ କରି ଘନ ବାରିବାହ ଆଦି ସମ୍ବୋଧନ କରି ଅତୀତର ଘଟଣାକୁ ମନେ ପକାଇ ଦେଇଛନ୍ତି। ସେ କହୁଛନ୍ତି ଯେ ବିରହୀ ଯକ୍ଷର ସମ୍ବାଦ ନେଇ ଏକଦା ଅଳକାପୁର ଯାଇଥିବା ବର୍ଷାକୁ ସେ ସୂଚାଇଛନ୍ତି ଯେ ବ୍ୟକ୍ତିଠାରୁ ଗୋଷ୍ଠୀ ବଡ଼। ସେ ସମ୍ବୋଧନ କରି କହୁଛନ୍ତି ଯେ ବ୍ୟକ୍ତିଠାରୁ କ'ଣ ଗୋଷ୍ଠୀ ବଡ଼। ତା ସହ ଏକକ ବ୍ୟକ୍ତି ଯକ୍ଷ ପାଇଁ ଯେଉଁ ଉପକାର ବର୍ଷା କଲା, ସେହି ଉପକାର ଗୋଷ୍ଠୀ ପାଇଁ କଲେ ସମଗ୍ର ଜୀବଜଗତ ତିଷ୍ଠି ରହିବ। ଯଦି ଗୋଟିଏ ବ୍ୟକ୍ତି ବ୍ୟତିରେକ
ଗୋଷ୍ଠୀର ହୋଇଥାନ୍ତା ତାହେଲେ ନିଶ୍ଚିତ ଭାବରେ ଜୀବଜଗତ କ'ଣ ହୋଇଥାନ୍ତା ନା ତିଷ୍ଠି ରହିଥାନ୍ତା ବୋଲି କହୁଛନ୍ତି। ଉତ୍କଳରେ ଜଳଭାବର ହାହାକାରକୁ ଦର୍ଶାଇ ପ୍ରାବନ୍ଧିକ ଅର୍ଶୁ ଅର୍ଘ୍ୟରେ ଅର୍ଚ୍ଚନା କରି କାତର କଣ୍ଠରେ ବା ନିବେଦନ ହୋଇ କହୁଛନ୍ତି ବର୍ଷାକୁ ଉତ୍କଳ ଭୂମିକୁ ଯିବା ପାଇଁ। ତ ଉତ୍କଳରେ ଜଳଭାବ ଦେଖାଯାଇଛି, ଯାହାଫଳରେ ହାହାକାର ହୋଇଛି, ଯାହାଫଳରେ ଅଶ୍ରୁ ଅର୍ଘ୍ୟରେ ଅର୍ଚ୍ଚନା କରି କାତରରେ କହୁଛନ୍ତି, ନିବେଦନ କରି କହୁଛନ୍ତି, କରୁଣ କଣ୍ଠରେ କହୁଛନ୍ତି ଯେ ବର୍ଷାକୁ ଉତ୍କଳ ଭୂମିକୁ ଯିବା ପାଇଁ। ଯାହାଫଳରେ କ'ଣ ହେବ, ଆବର୍ତ୍ତିତ ମେଘମାଲା ପଥ ହୁଡ଼ି ଚାଲିଯିବ। ଭାବି ବର୍ଷା ଉଦ୍ଦେଶ୍ୟରେ ଶୁଣାଇଛନ୍ତି ଯଦି ସେ ଧୂଆଁ, ଜଲକଣା କିମ୍ବା ଜ୍ୟୋତି ହୋଇ ତା ସହିତ ମିଶି ପାରନ୍ତେ, ତେବେ ଆଗରେ ଉଡ଼ିଯାଇ ତାଙ୍କ ମାତୃଭୂମିକୁ ଚିହ୍ନାଇ ଦିଅନ୍ତି। ତ ମେଘମାଲା କିଭଳି ଭାବରେ ଚିହ୍ନିବ ଯେ ଉତ୍କଳ ଭୂମି ଏଇଟା ବୋଲି? ତ ସେ ଯଦି ଧୂଳି, ଜଲକଣା ବା ଜ୍ୟୋତି ହୋଇଥାନ୍ତେ ତାହେଲେ ତା ସହ ମିଶି ମେଘକୁ ଉତ୍କଳ ଭୂମିକୁ ନେଇ ଯାଇଥାନ୍ତି, ତା'ର ଗତିକୁ ଦେଖାଇଥାନ୍ତି, ତା'ର ମାର୍ଗକୁ ଦେଖାଇଥାନ୍ତି। ମାତ୍ର ବର୍ଷାକୁ ଉତ୍କଳ ଭୂମିକୁ ଚିହ୍ନିବା ପାଇଁ କଷ୍ଟ ହେବ ନାହିଁ, କଷ୍ଟ କରିବାକୁ ପଡ଼ିବ ନାହିଁ। ସେ କିଭଳି ଚିହ୍ନିବେ, କିଭଳି ଚିହ୍ନିବ ନା ସମଗ୍ର ଭାରତରେ ସାରଭୂତା ହେଉଛି ତାଙ୍କର ମାତୃଭୂମି। ଗୋଟିଏ ଦିଗରେ ପୁଗ, ପୁନ୍ନାଗ, ତାଳ, ତମାଳ, ନାରିକେଳ ବୃକ୍ଷରାଜିରେ ସୁଶୋଭିତ। କାହିଁକି ନା ବେଲାଭୂମି ଅଛି ବା ନଦୀ ତୀର ତଟସ୍ଥ ଅଛି, ତେଣୁ କହିଛନ୍ତି ପୁଗ, ପୁନ୍ନାଗ, ତାଳ, ତମାଳ, ନାରିକେଳ ବୃକ୍ଷରାଜି, ଏସବୁ ବୃକ୍ଷରାଜି ଗୁଡ଼ା ରହିଛି। ତଥା ଆଉ ଗୋଟେ ଦିଗରେ କ'ଣ ଅଛି ନା ପର୍ବତ ଆଚ୍ଛାଦିତ ନିଘଞ୍ଚ ବନରାଜିର ଶ୍ୟାମଳିମା ଶୋଭାରେ ମନମୁଗ୍ଧକର ଭୂଖଣ୍ଡଟି ତା ମାତୃଭୂମି। ଗୋଟିଏ ଭାଗ ବେଲାଭୂମିରେ ରହିଥିବା ବେଳେ ଆଉ ଗୋଟିଏ ଭାଗରେ କ'ଣ ଅଛି ନା ବଣ ଜଙ୍ଗଲ ଦ୍ୱାରା ଶୋଭା ପାଉଛି। ତ ଏହା ହେଇଥିବ ପୂର୍ବାଞ୍ଚଳ, ଆଉ ଏହା ହେବା ଉତ୍ତରାଞ୍ଚଳୀୟ ଅଞ୍ଚଳ ସମ୍ପର୍କରେ ହେଇଥିବା ମୟୂରଭଞ୍ଜ ସାଇଡ଼୍ ଯେଉଁ ରହିଛି। ଏକଦା କୋଟିବୀର ସନ୍ତାନର ଜନନୀ, କୀର୍ତ୍ତି କିରୀଟିନୀ, ରତ୍ନଗର୍ଭା, ନଦ ନଦୀରେ ପରିପୂର୍ଣ୍ଣ। ଏଥିରେ ପୁଣି ଅନେକ ବୀର ଜନ୍ମଗ୍ରହଣ କରିଛନ୍ତି, ତାହେଲେ ଅନେକ ଗୁଡ଼ିଏ କୀର୍ତ୍ତି ରହିଛି। ତଥା ରତ୍ନଗର୍ଭା, ରତ୍ନ ପରିପୂର୍ଣ୍ଣ, ନଦ ନଦୀ ମଧ୍ୟ ଯାଇଛି। ସବୁଜ ଶ୍ୟାମଳା ସୁଶଳା ସୁଫଳା, ସୁଜଳା ସୁଫଳା ଥିବା ତାଙ୍କ ମାତୃତ୍ୱ ଆଜି ଖଣ୍ଡ ବିଖଣ୍ଡିତା, ଲାଞ୍ଛିତା, ପତିତା ହୋଇଅଛି। ଆଜି ସେ ଭୂମି ଖଣ୍ଡ ବିଖଣ୍ଡିତ ହୋଇଛି, ଲାଞ୍ଛିତା ଅଛି, ପତିତା ହୋଇଛି। ଏହି ଭୂମିକୁ ଚିହ୍ନି ତା ଆକାଶରେ ଆବିର୍ଭୂତା ହେବାକୁ ଲେଖକ ମେଘକୁ କହିଛନ୍ତି। ତା'ର ନବଘନ ରୂପ ଦେଖି ଉତ୍କଳବାସୀ ଖୁସି ହେବେ। ତାପରେ ଲେଖକ ଈର୍ଷାକୁ କାତର ହୋଇ କହିଛନ୍ତି ଯେ ତା'ର ବଦାନ୍ୟତାର ମହତ୍ତ୍ୱ ଦରିଦ୍ରତାରେ ହିଁ ବଢ଼ିଯିବ। ବଦାନ୍ୟତାର ମହତ୍ତ୍ୱ କାଠାରେ ବଢ଼େ ନା ଦରିଦ୍ରତାରେ ବଢ଼ିଯାଏ। ତେଣୁ ପ୍ରଥମେ ଦକ୍ଷିଣାତ୍ୟର ବଣ ପାହାଡ଼ ଘେରା ଦରିଦ୍ର ବନବାସୀକୁ ନିରାଶ ନ କରି ସେଠାରେ ହିଁ ବର୍ଷି ଉଠିବୁ। କଙ୍କରିତ ପାହାଡ଼ିଆ ଅସମତଳ ଭୂମିରେ ଜଳ ବିନା ଝାଉଁଳି ପଡ଼ିଥିବା ଶାଲି ଧାନ ତୋ ସ୍ପର୍ଶରେ ନବ ଜୀବନ ହୋଇ ଉଠିବ। ଯେଉଁଠାରେ କି ଶାଲି ଧାନ ଗୋଟେ ପ୍ରକାର ଧାନ, ସେ ଧାନ କ'ଣ ହେଇଛି ନା ଝାଉଁଳି ପଡ଼ିଛି ତୋର ସ୍ପର୍ଶରେ ବା ବର୍ଷା ହେବା ଯୋଗୁଁ କ'ଣ ହେବ ନା ତା'ର ନବ ଜୀବନ ପାଇବ, ପୁଣି ଥରେ ସେ ଜୀବନ ପାଇଯିବ। ନିଘଞ୍ଚ ବନଭୂମିରେ ବାସ କରୁଥିବା ସରଳ ନିରୀହ ତଥା ନରନାରୀ ଭୋଗବିଳାସୀ ଭିତରେ ଜୀବନ ନିର୍ବାହ କରନ୍ତି ନାହିଁ। ପାହାଡ଼ି ଝରଣାର ଗତି ପରି ସ୍ୱଚ୍ଛଳ ସେମାନଙ୍କର ଜୀବନଧାରା। ସେଠିକାର ନାରୀ କୃତ୍ରିମ ପ୍ରସାଧନ ସାମଗ୍ରୀ ଲଗାନ୍ତି ନାହିଁ। ସୁସ୍ଥ ସବଳ ତନୁଲତାଧାରୀ ଏହି ନାରୀମାନେ ସଭାରେ ବଣଫୁଲର ମାଳା ସଜାଇ ସଙ୍କୀର୍ଣ୍ଣ କର୍କଶ ପାହାଡ଼ିଆ ପଥକୁ ହାସ୍ୟ ସଙ୍ଗୀତ ମୁଖର କରି ପାହାଡ଼ୀ ନଦୀ ପରି ଗତି କରି ଚାଲିଥାନ୍ତି। ତ ସେଠାକାର ନରନାରୀ ସମ୍ପର୍କରେ ସୂଚନା କରାଯାଇଛି ଯେ ସେମାନେ କ'ଣ ନା ଝରଣାର ଗତି ପରି ସ୍ୱଚ୍ଛନ୍ଦ। ସେମାନେ ପୁଣି କୃତ୍ରିମ ପ୍ରସାଧନ ଲଗାନ୍ତି ନାହିଁ, ଯେପରି ଲିପଷ୍ଟିକ୍ ହେଇଗଲା, ବହୁତ ଗୁଡ଼ିଏ ଜିନିଷ ସେମାନେ ଲଗାନ୍ତି ନାହିଁ।
ତ ସୁସ୍ଥ ସବଳ ତନୁଲତାଧାରୀ ସେମାନେ ବଣଫୁଲର ମାଲା ସଜାଇ ସଂକୀର୍ଣ୍ଣ କର୍କଶ ପାହାଡ଼ିଆ ପଥକୁ ହାସ୍ୟ ସଙ୍ଗୀତ କରିଥାନ୍ତି। ପୁଣି ମାନେ ଗୀତ ଚାଲିଥାନ୍ତି, ଗୀତ ଗାଇ ଗାଇ। ସେମାନେ ସମସ୍ତେ ବର୍ଷାର ବାନ୍ଧବୀ, ଅର୍ଥାତ୍ ସେମାନେ ବର୍ଷାର ସାଙ୍ଗ, ବନ୍ଧୁ, ମିତ୍ର, ସଖା। କାରଣ ମେଘ ଘଡ଼ଘଡ଼ିକୁ ନ ଡରି ସେମାନେ ବର୍ଷାରେ ଭିଜି ଭିଜି ଶସ୍ୟ କ୍ଷେତ୍ରରେ କାମ କରୁଥାନ୍ତି। ସେମାନଙ୍କୁ ଅପରିଚିତ ଭାବିକରି ଉଚ୍ଚ ହାସ୍ୟରେ ସେମାନେ ବନଭୂମିକୁ କମ୍ପାଇ ଦେବେ। ଯଦି ତୁମେ ଅପରିଚିତ ଭାବ କରି ଉଚ୍ଚ ହାସ୍ୟରେ ସେମାନେ ବନଭୂମି କମ୍ପାଇ ଦେବେ। ଏହି ବନବାସୀମାନେ ପ୍ରକୃତି ବ୍ୟତୀତ ଆଉ କାହାର ଅନୁଗ୍ରହ ଲୋଡ଼ନ୍ତି ନାହିଁ, କେବଳ ପ୍ରକୃତିର ହିଁ ଅନୁଗ୍ରହ ଲୋଡ଼ନ୍ତି। ସେମାନେ ନିଜ ଝାଲବୁହା ଧନରେ ପେଟ ପୋଷଣ କରିଥାନ୍ତି, ତଥା ସଭ୍ୟ ଜଗତର ତସ୍କରତା ସେମାନଙ୍କ ପାଖରେ ନାହିଁ। ସେହି ସରଳ, ନିରୀହ, ନିଷ୍କପଟ ବନବାସୀମାନଙ୍କ ପାଖରେ ପ୍ରକୃତ ମାନବିକତା ରହିଛି। ସେମାନଙ୍କ ପାଖରେ ହିଁ ପ୍ରକୃତ ମାନବିକତା, କୌଣସି ଛଳନା ନାହିଁ। ତେଣୁ ସେମାନଙ୍କୁ ନିରାଶ ନ କରି ଅବିରତ ବାରିପାତ କରିବାକୁ ଲେଖକ ବର୍ଷାକୁ କହିଛନ୍ତି। ତା ପରବର୍ତ୍ତୀ ସମୟରେ କ'ଣ କହିଛନ୍ତି ନା, ଯେଉଁ ଜଳ ସ୍ପର୍ଶରେ ବନଭୂମି ସବୁଜ ଶ୍ୟାମଳ ହୋଇଉଠିବା ସହ ଶାଳୀକ୍ଷେତ୍ର, ପାହାଡ଼ି, ନଈ, ବନ୍ୟ, ମୟୂର ଆଦି ଉଲ୍ଲସିତ ହୋଇ ଉଠିବ, ଏହାର ସ୍ପର୍ଶରେ ପୁଣି କ'ଣ ହେବ ନା ସବୁଜ ଶ୍ୟାମଳ ଧନକ୍ଷେତ୍ର ହେଇଯିବ। ପାହାଡ଼ି, ନଈ, ବନ୍ୟ, ମୟୂର ଆଦି ଖୁସି ମନରେ ନାଚି ଉଠିବେ। ନାନା ଫୁଲ ଫଳରେ ବନଭୂମି କ'ଣ ହେବ, ଆମୋଦିତ ହୋଇଯିବ। ତଥା ଅବିରତ ବାରିପାତରେ ଯଦି କ୍ଳାନ୍ତି ଆସେ, ଯେତେବେଳେ କଷ୍ଟ ଆସେ, ଦୁଃଖ ଆସେ, ତାହେଲେ କ'ଣ ହେବ ନା ତେବେ ଉତ୍କଳ ଭୂମିର ନଭ ସ୍ଫୁମ୍ବି ପର୍ବତମାଳା, ମେଘାସନ, ମାଲ୍ୟଗିରି ଏହି ପର୍ବତ ଗୁଡ଼ିକ କ'ଣ ହେବ, ଅବସର ନେବାକୁ କହିଛନ୍ତି। ଯଦି ତୁମକୁ କ୍ଳାନ୍ତି ଆସେ ତାହେଲେ ତୁମେ କେଉଁଠି ଆଶ୍ରୟ ନେବ ନା ମେଘାସନ ଓ ମାଲ୍ୟଗିରି ପର୍ବତରେ। ଏହି ଗିରିସଙ୍କୁଳ ମହାବନରେ ଅସରନ୍ତି ବନ୍ୟ ସମ୍ପଦର ବିଶାଳ ଭଣ୍ଡାର ଉତ୍କଳ ଜନନୀ ଅଯୋଗ୍ୟ ସନ୍ତାନ ଭୟରେ ଏଠାରେ ଲୁଚାଇ ରଖିଛି। ଯେଉଁ ଅଯୋଗ୍ୟ ସନ୍ତାନ ନିମନ୍ତେ କିଏ ବନଭୂମି ଲୁଚାଇ ରଖିଛି। ଏହି ମହାବନର ସଙ୍ଗୀତ ଶୁଣି ଖଣ୍ଡାଧାର ଜଳପ୍ରପାତରେ କ୍ରୀଡ଼ା କରି ବନଭୂମିରେ ବୁଲୁ ବୁଲୁ ତାର ଅସରନ୍ତି ସମ୍ପଦକୁ ଦେଖି ବର୍ଷା ଆଶ୍ଚର୍ଯ୍ୟ ହୋଇଯିବ। ଏତେ ସମ୍ପଦ ଥାଇ ମଧ୍ୟ ଉତ୍କଳବାସୀ ଦରିଦ୍ର କାହିଁକି? ତାପରେ ଖଣ୍ଡାଧାର ଜଳପ୍ରପାତକୁ ନେଇଯାଇଛନ୍ତି ପ୍ରାବନ୍ଧିକ। ସେଠିକାରେ ବର୍ଣ୍ଣନା କରିଛନ୍ତି କିରାଡ଼ାତି ବନଭୂମିରେ ବୁଲୁଥିବା ଅସରନ୍ତି ସମ୍ପଦ। ତ ଏତେ ସମ୍ପଦ କାହିଁକି ଦରିଦ୍ର? ନା ତାକୁ ଲୁଚାଇ ରଖିଛି। ଯେପରି ଗଙ୍ଗା ତୀରରେ ବସି ଶୋଷ ମେଣ୍ଟେନି କି ରତ୍ନସ୍ତୂପରେ ବସି ପେଟ ପୂରେନି, ଠିକ୍ ସେହିଭଳି ଉତ୍କଳ ଭୂମିର ଉତ୍ତର ପଶ୍ଚିମକୁ କ୍ରମଶଃ ପଶ୍ଚିମାଞ୍ଚଳକୁ ଗଲେ, ତାପରେ ସେ ଗଲେ ଦେଓଗଡ଼ର ଖଣ୍ଡାଧାରକୁ ଗଲେ, ତାପରେ ଉତ୍କଳ ଭୂମିର ଉତ୍ତର ପଶ୍ଚିମରୁ କ୍ରମଶଃ ପଶ୍ଚିମାଞ୍ଚଳ ବା ସମ୍ବଲପୁର ଅଞ୍ଚଳ ପଡ଼ିବ। ଯେଉଁ ଅଞ୍ଚଳ କି ସୂକ୍ଷ୍ମ ଶାଳୀ ଧାନର ଗନ୍ତାଘର। ଧାନ ଏଠାରେ ପ୍ରଚୁର ପରିମାଣରେ କରାଯାଏ, କାହିଁକିନା ହୀରାକୁଦ ଡ୍ୟାମ୍ ରହିଛି ସେ ଅଞ୍ଚଳରେ। ଏବଂ ଏହି ଅଞ୍ଚଳର ପାହାଡ଼ି ସଜ୍ଜାରେ କିଶୋରୀ ମହାନଦୀ ସୁନାର ରେଣୁ ଢାଳି ଦେଇ ବଢ଼ିଯାଏ। ଏଠିକାର ନାରୀମାନଙ୍କୁ ଦୁଃଖ ବା ବିଷାଦ ଛୁଏଁ ନାହିଁ। ସେମାନେ କେବେ ବି ଦୁଃଖ ପ୍ରକାଶ କରନ୍ତି ନାହିଁ। ସେମାନେ ସର୍ବଦା ଆନନ୍ଦିତ ରହିଥାନ୍ତି। ପ୍ରାଚୀ ବଧୂ ଆସିବା ଆଗରୁ ସମ୍ବଲପୁରର ବଧୂମାନେ ସ୍ନାନ କରି ସଜ ଶେଫାଳି ପରି ଶେଫାଳି ଫୁଲ ପରି ପ୍ରଫୁଲ୍ଲିତ ହୋଇଥାନ୍ତି। ଏମାନଙ୍କ ଅନଳସ କଳାକୁଶଳ ହସ୍ତସ୍ପର୍ଶରେ ସେମାନଙ୍କ କ୍ଷୁଦ୍ର କୁଟୀର ହସି ଉଠେ। ସେମାନେ ଅଳସୁଆ ନୁହନ୍ତି, ସେମାନେ ପରିଶ୍ରମୀ। ବହୁଦିନ ପରେ ତୋର କଜ୍ଜଳ କାନ୍ତି ରୂପକୁ ଦେଖି ଏହି ବଧୂମାନେ ଚାହିଁ ରହିଲେ ବି ତାଙ୍କ ଆୟତ ନୟନରେ ନ ଭୁଲି ନିଜ କାମ ସାରି ସମ୍ବଲପୁରକୁ ଶ୍ୟାମଳ କରି ଫେରି ଆସିବାକୁ ମେଘକୁ ସମ୍ବୋଧନ କରିଛନ୍ତି। ତାପରେ ପ୍ରାବନ୍ଧିକ ବାରିବାହ ବା ମେଘକୁ ଉପକୂଳ ଅଞ୍ଚଳ ବା ପୂର୍ବାଞ୍ଚଳ ଆଡ଼କୁ ନେଇଯାଇଛନ୍ତି। ତାପରେ ପଥ ମଧ୍ୟରେ ଅସରନ୍ତି ବାଉଁଶ ବନ,
କୁ ସଞ୍ଚରିତ କରି ଆସିବାକୁ ପଥ ମଧ୍ୟରେ ସମସ୍ତ ଅଞ୍ଚଳକୁ ଶ୍ୟାମଳ କରି ଅନୁଗୁଳ ପରେ କପିଳାସ ସ୍ପର୍ଶ କରି ଉପକୂଳରେ ପହଞ୍ଚାଇବାକୁ ଅଟ୍ଟାଳିକାକୁ ଦେଖି ଜାଣିବ ଯେ ତାହା କଟକ ନଗରୀ। ବହୁତ ଗୁଡ଼ିଏ ଅଟ୍ଟାଳିକା ଥିବ, ବହୁତ ଗୁଡ଼ିଏ ବିଲ୍ଡିଂ ରହିଥିବ। ଉତ୍କଳର ଶ୍ରେଷ୍ଠ ଅଞ୍ଚଳ ମେଘ ଆଗରେ କଟକର ବର୍ଣ୍ଣନା କରିବାକୁ ଯାଇ ଲେଖକ ସୂଚନା ଦେଇଛନ୍ତି ଏହା ହେଉଛି ବାରାଣାସୀ କଟକ। ଏହି ବାରାଣାସୀ କଟକ ଥିଲା ଦିନେ ଗର୍ବିତ ଗଜପତିର ରାଜଧାନୀ। ଏହିଠାରୁ ହିଁ ଅଜୟ ସୈନ୍ୟବାହିନୀ ଦୁର୍ଗ ପରେ ଦୁର୍ଗ ଜୟ କରିଥିଲେ। ବାରବାଟୀ ଦୁର୍ଗର ଭଗ୍ନ ପ୍ରଶସ୍ତ ଖଣ୍ଡରେ ସେ ସ୍ମୃତି ଆଜି ବି ରହିଛି। ମର୍କତ କେଶରୀଙ୍କର ମହାକୀର୍ତ୍ତି ଆଜି ବି ଶୋଭା ପାଉଛି। ଏହି ସ୍ଥାନରେ ବହୁ କବି, ଜ୍ଞାନୀ, ଗୁଣୀ ଜନ୍ମ ନେଇ ଉତ୍କଳର ଅନ୍ଧାରରେ ଜ୍ଞାନ ଦୀପ ଜାଳିଥିଲେ। ସେ ଦୀପ ଅଖଣ୍ଡ ରହୁ ବୋଲି ଲେଖକ କାମନା କରିଛନ୍ତି। ତା ସେହି କାମନା କରି କଟକକୁ ଶ୍ୟାମଳ କରି ଚାଲିଯିବାକୁ କହିଛନ୍ତି। ତାପରେ ତାକୁ ଗତି କରି ନେଇଛନ୍ତି ଦକ୍ଷିଣଗାମୀ କରିଛନ୍ତି। କୋଣାର୍କକୁ ନେଇଯାଇଛନ୍ତି। କୋଣାର୍କ ସୁନ୍ଦର ଶୀର୍ଷ ଦେଶକୁ ସେ ମେଘ ଚୁମ୍ବନ କରି ଚାଲିଯିବା ବେଳେ ଉତ୍କଳ ଖଣ୍ଡର ମାନଦଣ୍ଡ ରୂପେ ଦଣ୍ଡାୟମାନ କିଏ ନା ଲିଙ୍ଗରାଜ ମନ୍ଦିର। ଶିଖରବର୍ତ୍ତୀ ନତମସ୍ତକ ହୋଇ ସେ ବେଳାଭୂମିରେ ପୁଣି ଗତି କରିଯିବ। ଉପକୂଳ ଅଞ୍ଚଳରେ ପଲ୍ଲୀବାଲା ଶଙ୍ଖ ବଜାଇ ତାର ସ୍ୱାଗତ କରିବେ। ସେଠିକାର ପଲ୍ଲୀବାଲାମାନେ। ବର୍ଷା ଏଠାରେ ଚଞ୍ଚଳ ନ ହୋଇ ଧୀର ବାରିପାଦରେ ଅଞ୍ଚଳକୁ ଭିଜାଇ ଦେବ। ଧୀରେ ଧୀରେ ଚତୁଃପାର୍ଶ୍ୱ ଭିଜିଯିବ। ଏହିଠାରୁ ଯାଉ ଯାଉ କୋଣାର୍କର କୃଷ୍ଣଚୂଡ଼ା ବର୍ଷାର ଗତିପଥରେ ଭାସି ଉଠିବ। ଆଉ କୋଣାର୍କର ଭୁବନମୋହନ ରୂପ ଦର୍ଶନ କରିବ। କିଏ ପାରିବାହ ଘନ ମେଘ ସ୍ୱର୍ଗଚ୍ୟୁତ ପାରିଜାତ ପରି ଏବେ କିନ୍ତୁ ସେହି କୋଣାର୍କ ମ୍ଳାନ ହୋଇ ବିଜନ ସାଗର ବେଲାରେ ପଡ଼ିଛି। ଏହି ମନ୍ଦିର ତୃପ୍ତ ଗର୍ବିତ ପରାକ୍ରମର ପ୍ରତୀକ, ଲଳିତ କଳାର କବିତା ଯଦି ତାର ଫିଟୁଥାନ୍ତା ଯେ ମେଘକୁ ତା ଅତୀତ ବିଭବର କଥା କହି ବିଜନ ବେଲାକୁ ଶିହରିତ କରନ୍ତା। ଏହିଠାରେ ସାଗର କୂଳକୁ ଶ୍ୟାମଳ କରି ଚଞ୍ଚଳ ପଦରେ ନୀଳାଚଳ କ୍ଷେତ୍ରକୁ ଗତି କରିଯିବ। ତାପରେ ସେ ନୀଳାଚଳ ପଥରେ ଯାଇ ଯାଉ ସାକ୍ଷୀଗୋପାଳକୁ ନେଇଯାଇଛନ୍ତି, ଯେଉଁଠାରେ କି ଓଡ଼ିଶାର ଦଧିଚି ବାସସ୍ଥାନ କରୁଥିଲେ ଗୋପବନ୍ଧୁ। ତ ନୀଳାଚଳ ପଥରେ ଯାଉ ଯାଉ ସାକ୍ଷୀଗୋପାଳଠାରେ ଅଟକି ଯାଇ ଦେଖିବ ଯେ ଏଠାରେ ଖର୍ବକ୍ଷମ ମଣିଷଟିଏ ଦ୍ୱାରା ନିର୍ମିତ ବକୁଳବନର ବିଦ୍ୟାଳୟକୁ। ଉନ୍ନତ ଉତ୍କଳର ସ୍ୱପ୍ନ ଯେ ଦେଖିଥିଲା, ସେ ଉତ୍କଳର ଅନ୍ଧାର ରାତିରେ ଧ୍ରୁବତାରାର ଉତ୍କଳ ଜନନୀର କାରୁଣ୍ୟ ବିଗ୍ରହ ଗୋପବନ୍ଧୁ ଦଧିଚି ପରି ଅସ୍ଥି ଦେଇ ଅକାଳରେ ଝଡ଼ିଗଲେ। ଆଜି ବି ତାଙ୍କର ଚିତାଭସ୍ମରୁ ଉଷ୍ମତା ଯାଇନାହିଁ, ମାତ୍ର ତାଙ୍କ ମହାନ ଆଦର୍ଶ ଚାଲିଗଲା। ଗୋପବନ୍ଧୁଙ୍କ ଶ୍ରୀହସ୍ତ ପ୍ରତିପାଳିତ ମଞ୍ଜୁଛୁରିଆନା ବକୁଳବନକୁ ଛୁଇଁ ଦେଇ ଆହୁରି ଶ୍ୟାମଳ କରି ନୀଳାଚଳ ପଥକୁ ଗତି କରିଛନ୍ତି ମେଘକୁ ପ୍ରାବନ୍ଧିକ। ମେଘ ନୀଳାଚଳ ପଥରେ ଚାଲିଗଲା ତା ପୁଗ ପୁନ୍ନାଗ ନାରିକେଳ ବୃକ୍ଷକୁ ସଞ୍ଚାଳିତ କରି ତମାଳ ପତ୍ରେ ନୀଳିମା ଭରି ଦେଇ କେତକୀ ବନରୁ ସୁରଭି ନେଇ ନୀଳାଚଳରେ ପହଞ୍ଚିଛନ୍ତି। ତାପରେ ସେହି ନୀଳାଚଳ ଉତ୍କଳ କମଳର କେଶର ସଦୃଶ। ନୀଳାଚଳକୁ କ'ଣ କୁହାଯାଇଛି ନା ଉତ୍କଳ କମଳର କେଶର ବୋଲି କୁହାଯାଇଛି। ତାପରେ ନୀଳାମୟ ନିଜେ ଏହାକୁ ବାସଭୂମି ରୂପେ ବାଛି ନେଇଛନ୍ତି। ଇତିହାସ ପ୍ରତି ଲୋମକୂପରେ ଗତି କରିଗଲେ ଜଗନ୍ନାଥ ଉତ୍କଳର ଇତିହାସ ବୋଲି ଜାଣିବ। ଜଗନ୍ନାଥକୁ କ'ଣ କୁହାଯାଇଛି ନା ଉତ୍କଳର ଇତିହାସ ବୋଲି କୁହାଯାଇଛି। ଶାନ୍ତି, ମୈତ୍ରୀ, ମୁକ୍ତି, ଭକ୍ତି, ଭୟ ସବୁ ଏହିଠାରେ ଏକକାର ହୋଇଯାଏ। ଏଠାରେ ସମସ୍ତେ ଶାନ୍ତି ବା ପିସ୍ରେ ରହିଥାଏ। ଭାତୃଭାବ, ମୁକ୍ତି, ଭକ୍ତି, ତାହା ଭୟ ଏସବୁ ଏକାକାର ହୋଇଯାଏ। ଏବକାର ନୀଳାଚଳ ଧାମର ଅବକ୍ଷୟିତ ରୂପକୁ ମେଘ ଆଗରେ ବର୍ଣ୍ଣନା କରି ଲେଖକ କହିଛନ୍ତି ଯେ ପବନ ବଳରେ ପତିତ ପାବନ ବାନାକୁ ସିନ୍ଧୁ ଗର୍ଭକୁ ଫିଙ୍ଗି ଦେଇ ନୀଳାଚକ୍ରକୁ ଘୂରାଇ ଦେବୁ। ତାପରେ ପରିଶେଷରେ କହିଛନ୍ତି ଯେ ନୀଳାଚଳ ଧାମକୁ ଯାଇ ପବନ ବଳରେ ପତିତାବନ ବାନାକୁ ସିନ୍ଧୁ ଗର୍ଭକୁ ଫିଙ୍ଗି ଦେଇ ସେ ସିନ୍ଧୁ ଗର୍ଭକୁ ଫିଙ୍ଗି ଦେଇ ନୀଳାଚକ୍ରକୁ ଘୂରାଇ ଦେବୁ।
ତାପରେ ସାଗର ପାଖରେ ତା'ର ବିଶାଳ ଗଭୀରକୁ ବିସ୍ତୀର୍ଣ୍ଣ କରି ଗୁରୁ ଗର୍ଜନରେ ସିନ୍ଧୁ ଘୋଷକୁ ହରାଇଦେବ। ତାପରେ ପରିଶେଷରେ ନୀଳାଚଳରେ ଚିଲିକା ବକ୍ଷ ଦେଇ ସମଗ୍ର ଉପକୂଳ ମାଳ ଅଞ୍ଚଳ ବ୍ୟାପୀ ଉତ୍କଳରେ ନିଜର ସ୍ୱକର୍ମ ଶେଷ କରିବା ପାଇଁ। ତା ପରବର୍ତ୍ତୀ ସମୟରେ ଦକ୍ଷିଣପଥର ପ୍ରହରୀ କିଏ ଗଞ୍ଜାମ ଓ ଜୟପୁରବାସୀକୁ ନ ଭୁଲି ଏହି ପଥ ଦକ୍ଷିଣପଥର ପ୍ରହରୀ ବୋଲି କାହାକୁ କୁହାଯାଇଛି ନା ଗଞ୍ଜାମ ଓ ଜୟପୁରବାସୀଙ୍କୁ ସେମାନଙ୍କୁ ନ ଭୁଲି ଏହି ପଥ ଗତି କରି ଏ ଅଞ୍ଚଳ ନରନାରୀ ଭାବରେ ବରଣ କରିନେବେ ଯେ କୁନ୍ତଳରେ କୁରୁବକ ଆଗରେ କଜଳ ଲଗାଏ ମଧୁର ଭାସିନୀ ନାରୀମାନେ ତାଙ୍କୁ ତୈଲଙ୍ଗୀ ଭଙ୍ଗୀରେ ସ୍ୱାଗତ ଜଣାଇବେ। ସେମାନଙ୍କୁ ନିରାଶ ନ କରି ଅଞ୍ଚଳ ଶ୍ୟାମଳ କରି ମେଘକୁ କହିଛନ୍ତି ଫେରି ଆସିବା ପାଇଁ। ପରବର୍ତ୍ତୀ ସମୟରେ ଆମେମାନେ ତିନି ତୁଣ୍ଡରେ ତଥା ସ୍ୱାଧୀନ ଦେଶରେ ଶିକ୍ଷାଚନ୍ତା ସମ୍ପର୍କରେ ଦେଖିବା।